କାହିଁକି ମୁଁ ସକାଳୁ ସକାଳୁ ଜଗନ୍ନାଥ ମନ୍ଦିର ଗଲି ଆସନ୍ତୁ ଜାଣିବା। ଜୟ ସିଆରାମ ସାଙ୍ଗମାନେ। ତ ଆପଣମାନେ କେମିତି ଅଛନ୍ତି? ଆପଣମାନେ ଭଲ ଥିବେ। ମୁଁ ସକାଳୁ ସକାଳୁ ଉଠି ପଡ଼ି ଭୋଗ ଆଉ ଫୁଲ ମୁଲ ନେଇକି ବାହାରିଥିଲି ଟିକେ ଜଗନ୍ନାଥ ମନ୍ଦିର। ଯେହେତୁ ଆଜି ଜଗା ଆଉ ବଳିଆ ଆଉ ସୁଭଦ୍ରାଙ୍କର ଆଜି ସ୍ନାନ ପୂର୍ଣ୍ଣମୀ ଥିଲା, ସେଥିପାଇଁ ମୁଁ ପଳେଇଥିଲି। ଆଉ ତାପରେ ଦେଖନ୍ତୁ କେମିତି ଏଇଗୁଡ଼ା ଆଗରୁ ଥିଲାନି, ଆଗ ବର୍ଷ ଏ ବର୍ଷ ହେଇକି ଯାଇଛି। ଆଉ ତାପରେ ମୁଁ ଆସିକି ଟିକେ ତାପରେ ଆସିକି ବିଞ୍ଚଣା ଆଉ ପଟିଆ ନେଇକି ପଳେଇଥିଲି। ତାପରେ ନେଇକି ତାଙ୍କୁ ଦେଇଦେଇକି ଟିକେ ପ୍ରସାଦ ସେବନ କରିଦେଇଥିଲି। ତ ଆଜି ଯେହେତୁ ଖିଚୁଡ଼ି ଭୋଗ ହେଇଥିଲା, ତ ସେଥିପାଇଁ ପ୍ରସାଦ ଟିକେ ସେବନ କରିଦେଇଛି। ପ୍ରସାଦ ସେବନ କରିଦେଇ ତାପରେ ପଳେଇଥିଲା ଆମେ ଘଣ୍ଟା ପିଟିବା ପାଇଁ। ତ ଯେହେତୁ ଠାକୁରଙ୍କ ବାହାରିବା ଟାଇମ୍ ହେଇଗଲାଣି, ତ ସେଥିପାଇଁ ଘଣ୍ଟା ପିଟିବା ଆମେ ପଳେଇଥିଲୁ। ମୁଁ ଆଉ ମୋ ସାଙ୍ଗମାନେ ସବୁ ଘଣ୍ଟା ପିଟିଲୁ। ତାପରେ ଠାକୁରଙ୍କୁ ବାହାରକୁ ଅଣା ହେଲା। ଆଣିକି ତାଙ୍କୁ ତିନି ମୂର୍ତ୍ତିଙ୍କୁ ବାহিରେ ବସାଗଲା। ବସା ହେଇକି ତାପରେ ତାଙ୍କୁ କିଛି ସମୟ ବସା ହେଇକି ତାପରେ ନନା ମାନେ ଆସିଲେ। ଆସିକି ତାପରେ ତାଙ୍କର ମାନେ ଗାଧୁଆ କୁ ଷ୍ଟାର୍ଟ କରିଦେଇଥିଲେ। ତାପରେ ଷ୍ଟାର୍ଟ କରିଦେଇ ତାପରେ ଦେଖନ୍ତୁ ସମସ୍ତେ ଗାଧୋଇ ଦେଲେ। ଗାଧୋଇ ଦେଇକି ତାପରେ ସବୁ ନନା ମାନେ ପାଣି ଟିକେ ଟିକେ ଢାଳି ଦେଲେ। ଢାଳି ଦେଇକି ଇଏ ହଉଛନ୍ତି ଆମର ବଡ଼ ପଣ୍ଡିତ। ତାପରେ ଠାକୁରଙ୍କଠୁ ଗାଧୋଇ ସାରିଲା ପରେ ପ୍ରସାଦ ନେଲେ। ତାପରେ ରହୁଛି। ଜୟ ଜଗନ୍ନାଥ।